ବୁଝି ଖ୍ରୀଷ୍ଟମାସ ଖ୍ରୀଷ୍ଟମାସ କ'ଣ ସମସ୍ତେ ଉଣ୍ଡିକି ବସିଛନ୍ତି 25 ତାରିଖ ଖ୍ରୀଷ୍ଟମାସ ଖ୍ରୀଷ୍ଟମାସ ପ୍ରକୃତରେ ଖ୍ରୀଷ୍ଟମାସ କ'ଣ ସେଦିନ କ'ଣ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ନା କ'ଣ କୁହନ୍ତୁ ଆମେ ଜାଣିବାକୁ ଚାହୁଁଛୁ ପ୍ରକୃତରେ ଖ୍ରୀଷ୍ଟମାସ କ'ଣ। ଯେମିତି ସମସ୍ତେ ଜାଣିଛନ୍ତି ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିନ ହେଉଛି ଡିସେମ୍ବର 25। ସେଇଥିପାଇଁ ଆମେ ଡିସେମ୍ବର 25ରେ ପାଳନ କରିବା କ'ଣ ବଡ଼ ଦିନ ପାଳନ କରୁଛନ୍ତି ନା। ତାପରେ 1 ତାରିଖ ଦିନ ନୂଆ ବର୍ଷ। କିନ୍ତୁ ଜାଣିକିରି ଆଶ୍ଚର୍ଯ୍ୟ ହେବ ଯେ ଯୀଶୁଖ୍ରୀଷ୍ଟଙ୍କର ଟୋଟାଲ ବାଇବେଲ ଭିତରେ ହିଁ କେଉଁଠି ବର୍ଣ୍ଣନା ନାହିଁ କି ଯୀଶୁଖ୍ରୀଷ୍ଟ ଜାଣିଛନ୍ତି ଯୀଶୁଙ୍କର ଜନ୍ମ ତାରିଖ ଲେଖା ହୋଇନାହିଁ। ଏଥିପାଇଁ ଲେଖା ହୋଇନାହିଁ ଯେ ସେ ଈଶ୍ୱର, ସେ ଜୀବନ ଦେବା ପରମେଶ୍ୱର ଅଟନ୍ତି, ମୁକ୍ତିଦାତା ଅଟନ୍ତି। ସେଥିପାଇଁ ତାଙ୍କର ଜନ୍ମ ତାରିଖ ବାଇବଲରେ ଲେଖା ହୋଇନାହିଁ। ଯଦି ବା ଲେଖା ହିଁ କରିହୁଏ ନାହିଁ, ସେ ସବୁଦିନ ରୁହନ୍ତି, ସବୁଦିନ ଜନ୍ମ ହୁଅନ୍ତି, ଚିରକାଳ ମଧ୍ୟ ଜନ୍ମ ହୋଇକି ରୁହନ୍ତି। ସେଥିପାଇଁ ତାଙ୍କର ବାଇବଲରେ ଜନ୍ମ ତାରିଖ ଲେଖା ହୋଇନାହିଁ। କାରଣ ସିଏ ହେଉଛନ୍ତି ଜଗତର ଆଉ ଉଦ୍ଧାରକର୍ତ୍ତା, ମୁକ୍ତିଦାତା, ଜୀବନ ଦେବା ପରମେଶ୍ୱର, ସେ ପାପରୁ ମୁକ୍ତ କରିବା ପରମେଶ୍ୱର। ସେଥିପାଇଁ ତାଙ୍କର ଜନ୍ମ ତାରିଖ ବାଇବଲରେ ଲେଖା ହୋଇନାହିଁ। କାରଣ ସିଏ ହେଉଛନ୍ତି ମହାନ ପରମେଶ୍ୱର ଅଟନ୍ତି। ପରମେଶ୍ୱର ଆଉ ପ୍ରଭୁ ଯୀଶୁ ଆଉ ସୁସମାଚାର ପ୍ରଚାର କରୁଥିଲେ। କେତେ ବର୍ଷର ପ୍ରଚାର କରୁଥିଲେ, କେତେ ବୟସରେ ପ୍ରଚାର କରୁଥିଲେ ସେଟା ଲେଖା ହେଇଛି। ଆଉ ପରମେଶ୍ୱର ଆଉ ତାଙ୍କ ପରିବାର ସହିତ କେତେବେଳେ ଭିନ୍ନ ହେଲେ ସେଟା ମଧ୍ୟ ଲେଖା ହେଇଛି। ଆଉ ପରମେଶ୍ୱର କେତେବେଳେ ଆଉ ସିଏ ହେଉଛନ୍ତି ମହାନ ପରମେଶ୍ୱର ଅଟନ୍ତି। ପରମେଶ୍ୱରଙ୍କର ଗୋଟିଏ ଦିନରୁ ଆଉ ବନ୍ଦନା କରି ହୁଏ ନାହିଁ। ସେଥିପାଇଁ ପରମେଶ୍ୱରଙ୍କର ଜନ୍ମ ତାରିଖ ଲେଖା ହେଇନାହିଁ। ଡିସେମ୍ବର 25 ବୋଲି କହୁଛୁ ପରମେଶ୍ୱରଙ୍କର ଜନ୍ମଦିନ। ପରମେଶ୍ୱର ଏହି ଦିନରେ ଜନ୍ମଗ୍ରହଣ କରିଅଛନ୍ତି କହିକି ଆମେ ମାନେ ସମସ୍ତେ ଖୁସି ହେଉଛୁ, ଆନନ୍ଦ ହେଉଛୁ ପ୍ରଭୁଙ୍କ ପାଇଁ। ପରମେଶ୍ୱର ଏହି ଦିନରେ ଜନ୍ମଗ୍ରହଣ କରିଅଛନ୍ତି। ପରମେଶ୍ୱର ଏହି ଦିନରେ ଆଉ ଜନ୍ମଗ୍ରହଣ କରି ଆମ ପାପ ପାଇଁ ଆଉ ଜନ୍ମଗ୍ରହଣ କରିଅଛନ୍ତି, ଆମ ପାପରୁ ମୁକ୍ତ କରିବା ପାଇଁ ଜନ୍ମଗ୍ରହଣ କରିଅଛନ୍ତି କହିକି ଆମେ ଡିସେମ୍ବର 25କୁ ଉତ୍ତମ ଭାବରେ ଆମେ ଜନ୍ମ ପାଳନ କରୁ। ଆମେ ଖୁସିରେ ନୂଆ ଡ୍ରେସ୍ ପିନ୍ଧି ଆଉ ନୂଆ ପୋଷାକ ପିନ୍ଧି ନୂଆ ଚପଲ ପିନ୍ଧି ଆମେ ପ୍ରଭୁଙ୍କୁ ଆରାଧନା କରୁଛୁ। କାହିଁକି? ପରମେଶ୍ୱର ଡିସେମ୍ବର 25ରେ ଜନ୍ମଗ୍ରହଣ କରିଅଛନ୍ତି ବୋଲି। ପରମେଶ୍ୱର କେବେ ମରିବା ପରମେଶ୍ୱର ନୁହନ୍ତି, ସେ ଜୀବିତ ପରମେଶ୍ୱର ଅଟନ୍ତି। ସଦାବେଳେ ସେ ଆମ ପାଖରେ ପାଖରେ ରୁହନ୍ତି, ସେ କେବେ ମଧ୍ୟ ମରନ୍ତି ନାହିଁ। ସେଥିପାଇଁ ତାଙ୍କର ଜନ୍ମ ତାରିଖ ବାଇବଲରେ ଲେଖା ହେଇନାହିଁ। ପରମେଶ୍ୱର ମରି ନାହାନ୍ତି, ତଥାପି ପରମେଶ୍ୱର ମରି ନାହାନ୍ତି। କାହିଁକି ମରି ନାହାନ୍ତି? ସେ ମରିକି ଉଠିବା ପରମେଶ୍ୱର ଅଟନ୍ତି। ସେଥିପାଇଁ ପରମେଶ୍ୱରଙ୍କର ଜନ୍ମ ତାରିଖ ବାଇବଲରେ ଲେଖା ହେଇନାହିଁ। ସେ ଜୀବନ ଦେବା ପରମେଶ୍ୱର ଅଟନ୍ତି। ଅନ୍ଧ ଲୋକକୁ କେପା ଲୋକକୁ ଚଲେଇବା ପରମେଶ୍ୱର ଅଟନ୍ତି। ସିଏ ମୃତମାନଙ୍କୁ ଉଠେଇବା ପରମେଶ୍ୱର। ସେ ମହାନ ପରମେଶ୍ୱର ଅଟନ୍ତି। ସେଥିପାଇଁ ଆମେ ପରମେଶ୍ୱରଙ୍କୁ ଆମେ ସଦାବେଳେ ସମୟ ବାହାର କରିବା ପ୍ରାର୍ଥନା କରିବା ଆବଶ୍ୟକ ରହିଛି। ଆମେ ପ୍ରାର୍ଥନା କରିବା ପ୍ରଭୁଙ୍କୁ ଡାକିବା। ଆମର ପାପ ସବୁ ପ୍ରଭୁ ଯୀଶୁଙ୍କୁ ଆମେ ସଦାବେଳେ ଆମେ ସମୟ ବାହାର କରି ପ୍ରାର୍ଥନା କରିବା ଆବଶ୍ୟକ ରହିଛି। ଆମର ପାପ ସବୁ ପ୍ରଭୁଙ୍କୁ ଦେବା ଆବଶ୍ୟକ ରହିଛି। କାଲି ପରମେଶ୍ୱର ଜନ୍ମଗ୍ରହଣ କରିଛନ୍ତି ଡିସେମ୍ବର 25 କହିକି ଆମେ ନୂଆ ନୂଆ ଡ୍ରେସ୍ ପିନ୍ଧିକି ଆଉ ନୂଆ ନୂଆ ଆଉ ନେରୋପେନ୍ ପେରୋପେନ୍ ଲିପଷ୍ଟିକ୍ ଫିଷ୍ଟିକ୍ ମାରିକି ଆମେ ଆଉ ଚର୍ଚ୍ଚ ଯାଇକି ଆମେ ପ୍ରଭୁଙ୍କୁ ପ୍ରାର୍ଥନା କରିବାନି, ତାହେଲେ ଆମେ ପ୍ରଭୁ ଆମ ପାଇଁ ଜନ୍ମଗ୍ରହଣ କରିଅଛନ୍ତି ବୋଲି ପ୍ରୁଫ୍ ଅଛି କି? ନାଇଁ। ପରମେଶ୍ୱର ଡିସେମ୍ବର 25ରେ ଆମ ପାଇଁ ବୋଲି ଜନ୍ମଗ୍ରହଣ କରିଅଛନ୍ତି। ସେଥିପାଇଁ ଆମେ ପରମେଶ୍ୱରଙ୍କୁ ଆମେ ଚର୍ଚ୍ଚକୁ ଯାଇ କ୍ଷମା ମାଗିବାର ଆବଶ୍ୟକ ରହିଛି। କ୍ଷମା ମାଗି ପ୍ରଭୁଙ୍କୁ ଆଉ ଡାକିବା ଆବଶ୍ୟକ ରହିଛି। ଆମର ପାପ ସବୁ ପ୍ରଭୁଙ୍କୁ ଦେବା ଆବଶ୍ୟକ ରହିଛି।
ପରମେଶ୍ୱର ବହୁତ ଖୁସି ହେଇଯିବେ, ଆନନ୍ଦ ହେଇଯିବେ। ମୋ ଜନ୍ମଦିନ ପରମେଶ୍ୱର, ମୋ ଜନ୍ମଦିନ ଆଉ ମୋ ପିଲାମାନେ ଏତେ ଖୁସି, ଏତେ ଆନନ୍ଦ ରେହା ହେଇଯିବେ, ପରମେଶ୍ୱର ଖୁସି ହେଇଯିବେ। ଆମେ ମଧ୍ୟ ପରମେଶ୍ୱରଙ୍କୁ ଖୁସି କରିବା ଆବଶ୍ୟକ ରହିଛି। ଆମେ ନିଜେ ଖୁସି ହେବା, ତା ସଙ୍ଗେ ସଙ୍ଗେ ପରମେଶ୍ୱରଙ୍କୁ ମଧ୍ୟ ଖୁସି କରିବା ଆବଶ୍ୟକ ରହିଛି। ଆମେ ଯଦି ନିଜେ ନୂଆ ନୂଆ ଡ୍ରେସ୍ ପିନ୍ଧିକି ଆଉ ଚର୍ଚ୍ଚ ଯାଇକି ଆଉ କେତେ ଲିପଷ୍ଟିକ୍ ଫିଷ୍ଟିକ୍ ଚୁଟି ପୁରା ହେୟାର ଷ୍ଟାଇଲ୍ ଫାୟାର କରିକି ଆମେ ଆଉ ନିଜକୁ କାଲି ଖୁସି ହେବା, ତାହେଲେ ହବ ନାହିଁ। ପରମେଶ୍ୱର ଆମ ପାଇଁ ଜନ୍ମଗ୍ରହଣ କରିଛନ୍ତି ଡିସେମ୍ବର 25 କହିକି ଆମେ କ'ଣ କରିବା ଆବଶ୍ୟକ ରହିଛି? ପରମେଶ୍ୱରଙ୍କୁ ଖୁସି ଦେବା ଆବଶ୍ୟକ ରହିଛି, ପରମେଶ୍ୱରଙ୍କୁ ଆନନ୍ଦ କରାଇବା ଆବଶ୍ୟକ ରହିଛି। ତାହେଲେ ପରମେଶ୍ୱର ଖୁସି ହେଇଯିବେ, ଆମେ ମଧ୍ୟ ଖୁସି ହେଇଯିବା, ପରମେଶ୍ୱର ମଧ୍ୟ ଖୁସି ହେଇଯିବେ। ସେଇଟା ପାଇଁ ଆମେ ପରମେଶ୍ୱରଙ୍କୁ ଖୁସି ଦେବା ଆବଶ୍ୟକ ରହିଛି। ଆମେ ଆଜିଠୁ ପରମେଶ୍ୱରଙ୍କୁ ଖୁସି ଦେବା, କେବେ ମଧ୍ୟ ପରମେଶ୍ୱରଙ୍କୁ ଦୁଃଖ ଦେବା ନାହିଁ। କାହିଁକି ଦୁଃଖ ଦେବା ନାହିଁ? ପରମେଶ୍ୱର ଆମ ପାଇଁ ମରିଥିଲେ, ଆମ ପାଇଁ ଜୀବନ ଦେଇଥିଲେ, ଆମ ପାଇଁ ଆଉ ମରିକି ଉଠିଛନ୍ତି ଆମ ଜାଗା ପ୍ରସ୍ତୁତ କରିବା ପାଇଁ। ଆମର ଶରୀର ମରିଯିବ କିନ୍ତୁ ଆତ୍ମା ପ୍ରଭୁଙ୍କଠାରେ ରହିବ। ସେଥିପାଇଁ ପରମେଶ୍ୱରଙ୍କୁ ସଦାବେଳେ ଆମେ ଆଉ ଧନ୍ୟବାଦ ଦେବା ଆବଶ୍ୟକ ରହିଛି। ଏ ଛୋଟ ଆଦେଶ ସମସ୍ତଙ୍କୁ ପ୍ରଭୁ ବ୍ଲେସ୍ କରନ୍ତୁ। ଆମେନ୍। ନମସ୍କାର।